ପିଲାମାନେ ଗୁଡ୍ ମର୍ଣ୍ଣିଂ। ଆଜି ଆମେ ପାଠ ପଢିବା କ୍ରିକେଟ ଖେଳ ବିଷୟରେ ପଢିବା। କ୍ରିକେଟ ଖେଳ ହାତ ଟେକିଲା। କ୍ରିକେଟ ଖେଳରେ କେତେ ଜଣ ପିଲା ଖେଳନ୍ତି? କେତେ ଜଣ ନେଇକି କ୍ରିକେଟ ଖେଳ ହୁଏ? ଶିଖିଛ କିନ୍ତୁ ଅଳ୍ପ ଶିଖିଛ। କେମିତି 20 ଜଣ ପିଲା ନେଇକି କ୍ରିକେଟ ଖେଳ ହୁଏ? ଇଣ୍ଡିଆ ପାକିସ୍ତାନ ଖେଳ ହୁଏ 20 ଜଣ ନେଇକି ଖେଳ ହୁଏ। ତାହେଲେ 11 ଜଣ ପିଲା ଖେଳନ୍ତି। ଗୋଟେ ଟିମରେ 11 ଜଣ ଖେଳନ୍ତି। ତମେ ଜାଣିନ ହେଲା। ତାହେଲେ ସେ ଖେଳ ବିଷୟରେ ଆଜି ପଢିବା। କ୍ରିକେଟ ଖେଳ ବିଷୟରେ ପଢିବା। ଖରାଦିନ ଆସୁଥାଏ, ବର୍ଷା ନଥାଏ, ଅସହ୍ୟ ଗରମ, ପର୍ବତ ପାଖ ପଡ଼ିଆରେ ବିଲୁଆ ଓ ଠେକୁଆ ବସିଥିଲେ। ମାନେ ଖରାଦିନ ଆସିଲେ ତମେ କ'ଣ ଭଲ ଲାଗେ? ଖେଳ ଛୁଟି ହୁଏ। କ'ଣ ଖରାଦିନ ଛୁଟି ହୁଏ, ସେଇ ସମୟରେ କ'ଣ କର? କ୍ରିକେଟ ଖେଳନ୍ତି ପିଲାମାନେ। ତାହେଲେ ବର୍ଷା ନଥାଏ, ସେ ସମୟରେ ଅସହ୍ୟ ଗରମ, ପର୍ବତ ପାଖରେ ବିଲୁଆ ଠେକୁଆ ବସିଥିଲେ। କ'ଣ ପବନ ଟିକେ ଟିକେ ହଉଛି, ସେଠି ବସିଛନ୍ତି। କ୍ରିକେଟ ଖେଳ ଉପରେ ଆଲୋଚନା କରୁଥିଲେ। କ୍ରିକେଟ ଖେଳ ଉପରେ ବିଲୁଆ ଠେକୁଆ ଆଲୋଚନା କରୁଥିଲେ। ବିଲୁଆ କହିଲା, ଠେକୁଆ ଭାଇ, ଆମେ ଟିକେ କ୍ରିକେଟ ଖେଳ ଖେଳିବା ନାହିଁ? ଠେକୁଆ ତ କଥା ହଁ ହାରିଲା, ମାନେ ହଁ କହିଲା। ଖେଳ ପୂର୍ବରୁ ସଭାଟିଏ ବସିବ। ଗାତରେ ରହୁଥିବା ମୂଷା ଓ ସାପକୁ ବିଲୁଆ ଖବର ଦେଲା। ମାନେ ଗାତରେ କିଏ ରହେ? ସାପ ଆଉ କିଏ? ସାପ। ତାହେଲେ ଗାତରେ ରହୁଥିବା ମୂଷା ସାପକୁ ଖବର ଦେଲେ। ପଥର ଖଳି ହେଲା ଭିତରେ ରହୁଥିବା ବାଘ ଭାଲୁକୁ ବି ଡକାଗଲା। ବୁଝିପାରିଲ? ତାହାନେ ଗଛ କରଡ଼ରେ ରହୁଥିବା ଶାଗୁଣା, ପେଚା, କାଠହଣା ଆଦି ପଶୁମାନଙ୍କୁ ମାଙ୍କଡ଼ ଖବର ଦେଲା। ପାଣିରେ ଥିବା ଜୀବ, ବେଙ୍ଗ, କଇଁଛ, ମଗର, ଚିଙ୍ଗୁଡିକୁ କଙ୍କଡ଼ା ଖବର ଦେଲା। ମାନେ ପାଣିର କେଉଁ କେଉଁ ଜୀବ ରହନ୍ତି? ସେମାନଙ୍କୁ କିଏ ଖବର ଦେଲା? କଙ୍କଡ଼ା ଖବର ଦେଲା। ସଭା ବସିଲା। ଖେଳ ଦିନ ଠିକ ହେଲା। ଗୋଟେ ମିଟିଂ କଲେ। ସମସ୍ତେ ଡକାଡକି ହେଇକି ଗୋଟେ ମିଟିଂ କଲେ। ମାନେ ବିଲୁଆ ଗୋଟିଏ ଦଳରେ କ୍ୟାପ୍ଟେନ, ଅନ୍ୟ ଦଳରେ କ୍ୟାପ୍ଟେନ ଠେକୁଆ। ତାହେଲେ 2ଟା ଟିମ୍ ହବ। କ୍ରିକେଟ ଖେଳରେ 2ଟା ଟିମ୍ ନୁହଁ କି? ସେ ଗୋଟେ ଟିମରେ କିଏ? ବିଲୁଆ ଗୋଟେ ଟିମରେ କ୍ୟାପ୍ଟେନ ନୁହଁ କି? ଠେକୁଆ ଗୋଟେ ଟିମରେ କ୍ୟାପ୍ଟେନ। ଖାଇବା ପାଇଁ ବିସ୍କୁଟ ଓ ସରବତ ଯୋଜନା ହେଲା। ଭାଲୁ କହିଲା, ବିଜୟୀ ଦଳକୁ କ'ଣ ପୁରସ୍କାର ଦେବା? ଭାଲୁ କହିଲା, ଯିଏ ବିଜୟ ହବ, ଯିଏ ଜିତିବ, ଯୋଉ ଟିମ୍ ଜିତିବ ତାଙ୍କୁ ଗୋଟେ କ'ଣ ପୁରସ୍କାର ଦିଆଯିବ ନା ନାହିଁ? ତାହେଲେ ଭାଲୁ ଏ କଥା କହିଲା। ଦର୍ପଣ ଦବା। ତାହେଲେ ଭାଲୁ କହିଲା, ଯିଏ ବିଜୟ ହବ ଯୋଉ ଦଳ, ସେ ଦଳକୁ କିଛି ପୁରସ୍କାର ଦିଆଯିବ। ସେ କ'ଣ ଦେବେ? ନା ଦର୍ପଣ ଦେବେ। ଦର୍ପଣ ମାନେ ଅଇନା। ତାହେଲେ ଘର ଚଟିଆ ସରବତ ତିଆରି କରିବା ପାଇଁ କହିଲା। ମୁଁ ସରବତ ତିଆରି କରିବି। କ୍ରିକେଟ ଖେଳ ହବ ଯୋଉ ପିଇବେ, ଏବେ ସବୁ କ'ଣ ପାଣି ଥଣ୍ଡା ସବୁ ପିଉଛନ୍ତି। ସେ କହିଲା ଯେ ମୁଁ ସରବତ ତିଆରି କରିବି। ଭାଲୁ ବିସ୍କୁଟ ଓ ଦର୍ପଣ କିଣିବାକୁ ଦାୟିତ୍ୱ ନେଲା। ମାନେ ଦର୍ପଣ ଆଉ କ'ଣ? ବିସ୍କୁଟ। ଭାଲୁ ଏ ଦାୟିତ୍ୱ ନେଲା। ମୂଷା ବ୍ୟାଟ ତିଆରି କଲା।
ତାକୁ କାଠହଣା ଚଢ଼େଇ ସାହାଯ୍ୟ କଲା। ମାନେ ମୂଷା ଟିକେ ଦାନ୍ତ ଟିକେ କ'ଣ ସାହାଯ୍ୟ କରିବ କାଠକୁ, କାଠହଣା ଚଢ଼େଇ ବି ତାକୁ ସାହାଯ୍ୟ କରିବ ବୋଲି ଗୋଟେ ବ୍ୟାଟ ତିଆରି କଲେ। ମାନେ ପଶୁ ପକ୍ଷୀଙ୍କର କେତେ ଆନନ୍ଦରେ ତାଙ୍କର ଜୀବନ ଯାପନ କରୁଛନ୍ତି। ସେ ତାଙ୍କ ମନ ଭିତରେ ସେ ବି କହିଛନ୍ତି ଆମେ କ୍ରିକେଟ ଖେଳ କରିବା, ଆମର ବି ପୁରସ୍କାର ରଖିବା, ଯେଉଁ ଦଳ ବିଜୟୀ ହେବ ତାକୁ ଦର୍ପଣ ଦେବା, ଆଉ ଖେଳରେ କ'ଣ କରିବା ସର୍ବତ ତିଆରି କରିବା ପିଇବେ ନାଇଁ। ତାହେଲେ ତାକୁ କାଠହଣା ଚଢ଼େଇ ସାହାଯ୍ୟ କଲା। ବଣି ବଲଟିଏ ଆଣିଲା। ଦୁଇ ଦଳ ଜୋରସୋର ଖେଳ ଅଭ୍ୟାସ କଲେ। ପ୍ରତିଦିନ ବ୍ୟାୟାମ କଲେ। ଖେଳ ଦିନ ସକାଳୁ ଭାଲୁ ସ୍କୁଟର ଧରି ବିସ୍କୁଟ ଓ ଦର୍ପଣ ଆଣିବାକୁ ଗଲା। ଠେକୁଆ ଦଳ ବୋଲିଂ କଲେ, ବିଲୁଆ ଦଳ ବ୍ୟାଟିଂ କଲେ। ଅନ୍ୟ ଦଳରେ ଖେଳ ଦେଖିଲେ। ତାହେଲେ ଅନ୍ୟ ଦଳରେ ଖେଳ ଦେଖିଲେ। ଠେକୁଆ ଦଳ କ'ଣ କଲେ? ବୋଲିଂ କଲେ। ବିଲୁଆ ଦଳ ବ୍ୟାଟିଂ କଲେ। ବିଲୁଆ ଦଳ କ'ଣ ଥିଲା? ବିଲୁଆ ଦଳ ଗୋଟେ କ୍ୟାପ୍ଟେନ ବିଲୁଆ ଥିଲା, ଠେକୁଆ କ୍ୟାପ୍ଟେନ ଥିଲେ ଗୋଟେ ଦଳର। ମାନେ କୋଉ ଦଳ ବ୍ୟାଟିଂ କଲେ ଆଗେ? ବିଲୁଆ ଦଳ। ତାହେଲେ ଅନ୍ୟମାନେ ଖେଳ ଦେଖିଲେ। ପ୍ରଥମ ବଲରେ ବିଲୁଆ ଦଳର ଜଣେ ଆଉଟ ହେଲେ। ଗୋଟେ ବଲ ପ୍ରଥମେ ଯେତେବେଳେ ପକା ହେଇଛି ତାର ଜଣେ ଆଉଟ ହେଲେ। ଠେକୁଆ ଦଳ ଅନ୍ୟମାନେ ଖୁସିରେ ତାକୁ ତାଳି ମାରିଲେ। କାହିଁକି? ଜଣେ ଆଉଟ ହେଲେ ମାନେ ଅନ୍ୟ ଦଳର ଲୋକମାନେ ଖୁସିରେ ତାଳି ମାରିବେ ନା ନାହିଁ? ତମେ ଖେଳ ଦେଖୁଛ ଇଣ୍ଡିଆ ପାକିସ୍ତାନ, ଯେତେ ପାକିସ୍ତାନ ଲୋକ ଆଉଟ ହେବେ, ଇଣ୍ଡିଆ ଦଳର ଯୋଉ ବୋଲିଂ କରୁଥିବେ ପାକିସ୍ତାନ ଲୋକଙ୍କୁ ଯେତେ ଆଉଟ କରିଦେବେ, ତମେ କ'ଣ କରିବ? ଖୁସିରେ ବାଣ ବି ଫୁଟେଇ ଦିଅ, ତାଳି ମାରିବା କଥା ଦୂରେ ଥାଉ। ବାଦ୍ୟ ବି ବଜାଇଲେ। ଆଉ ଗୋଟିଏ ବଲରେ ବିଲୁଆ ଦଳକୁ ଜଣେ ଛକା ମାରିଲା। ବଲଟି ଯାଇ ଗାତରେ ପଡ଼ିଲା। ସାପ ଗାତ ଭିତରୁ ବଲ ଆଣିଲା। ତାହେଲେ ବଲ ଗାତ ଭିତରୁ ପଶିଥିଲା, ସାପ ଯାଇ ସେ ବଲକୁ ଗାତ ଭିତରୁ ଆଣିଲା। ଖେଳ ସରି ଆସୁଥାଏ। ଭାଲୁର ଦେଖା ନଥାଏ। ଘରଚଟିଆ ତାକୁ ଖୋଜିବାକୁ ଗଲା। କାହାକୁ ଦେଖିଲା? ଭାଲୁ ଯେତେବେଳେ ଦେଖା ନଥାଏ ସେତେବେଳେ କ'ଣ କଲେ? ଘରଚଟିଆ ତାକୁ ଖୋଜିବାକୁ ଗଲେ। ଠେକୁଆ ଦଳ 6 ୱିକେଟରେ ଖେଳ ଜିତିଲେ। ଖୁସିରେ ଗୀତ ଗାଇଲେ, ବାଦ୍ୟ ବଜାଇଲେ। ତାପରେ ଅନ୍ୟମାନେ ନିଜ ନିଜ ଘରକୁ ଫେରିଗଲେ। ତାହେଲେ କୋଉ ଦଳରେ ଜିତିଲେ? କେତେ ୱିକେଟରେ? 6। ଖେଳ ପୂର୍ବରୁ ବିଲୁଆ ଓ ଠେକୁଆ କାହିଁକି ସଭା ଡାକିଲେ? ମାନେ କ୍ରିକେଟ ଖେଳରେ ସବୁ ବିଲୁଆକୁ ସମସ୍ତଙ୍କୁ ନିମନ୍ତ୍ରଣ କରାହେଲା। ସାପକୁ, ବେଙ୍ଗକୁ, କଇଁଚକୁ, କଙ୍କଡାକୁ, ଆଉ କ'ଣ ପଶୁ ପକ୍ଷୀ ସମସ୍ତଙ୍କୁ ଡକାଗଲା, ନିମନ୍ତ୍ରଣ କରାଗଲା। ତାପରେ ସଭା ବସିଲା। 2ଟି ଟିମ୍ ବାହାର କଲେ। ସଭାରେ କେଉଁ ସବୁ କଥା ଆଲୋଚନା କଲେ? ଦର୍ପଣ ଦେବା, ସର୍ବତ ତିଆରି କରିବା, ବିସ୍କୁଟ ଦେବା। ଭାଲୁକୁ କେଉଁ ଦାୟିତ୍ୱ ଦିଆଯାଇଥିଲା? ବିସ୍କୁଟ ଆଣିବାକୁ, ଆଉ କ'ଣ ନା ଦର୍ପଣ ଆଣିବାକୁ। କେଉଁ ଦଳ ଖେଳ ଜିତିଲେ?